ଦେଖନ୍ତୁ ଏଇ ଜିନିଷ ଦେଖନ୍ତୁ ମାନେ ଏଇ ଜିନିଷ ମାନେ କୁହନ୍ତି ଯେଉଁ ପୁରୀର ଗୋଟେ ପୁରୁଣା ଜିନିଷ ଯେଉଁଟା ମାନେ ହେଇଠି ନନା ସଜେଇକି ରଖିଛନ୍ତି ମାନେ ଓଡ଼ିଶାର ଗୋଟେ ନନାଙ୍କର ଏତିକି ଜିନିଷ ଭଲ ଲାଗେ ଦେଖନ୍ତୁ ଏତେ ଭଲ ଉଡ଼ିଲା ମାନେ ମନ ଖୁସି କରିଦେଲା ନନାଙ୍କର ତାଠୁ ଆଉ ବଡ଼ କଥା କ'ଣ ଅଛି। ନନା ଏଇଠି କେତେ ସୁନ୍ଦରରେ ପାରାଙ୍କୁ ଖାଇବା ଦଉଛନ୍ତି ଆଉ ଦେଖନ୍ତୁ ନନା ଏଇଠି କେତେ ସୁନ୍ଦରରେ କେତେ ଭଲ ଟ୍ରେନ୍ ଦେଇଛନ୍ତି। ମନ୍ଦିରର କାମ ସାରିକି ଆସିଲା ପରେ ମାନେ ପାରାଙ୍କୁ ଖାଇବା ଦେଇ ତାଙ୍କୁ ସ୍ନେହ ପ୍ରେମ କରି ଗୋଟେ ଗୋଟେ ବାଡ଼ିରେ ଏମିତି ଦେଖାଉଛନ୍ତି ଆଉ ଗୋଟେ ଗୋଟେ ପାରା ନିଜ ନିଜ ଘର ଭିତରେ ଯାଉଛନ୍ତି। କେତେ ସୁନ୍ଦର ଦୃଶ୍ୟ କେତେ ଭଲ ଲାଗୁଛି ବହୁତ ଖୁସି ଲାଗୁଛି। ଆଉ ଦେଖନ୍ତୁ ମାନେ ଏତେ ପୁରୁଣା ବ୍ଲଡ଼ ଲାଇନ୍ ପାରାଙ୍କୁ ସେ ମେଣ୍ଟେନ୍ କରିକି ଆଜି ଯାକେ ରଖିଛନ୍ତି। ଆଉ କୋଠରୀ କେତେ ଭଲ କେତେ ସଫା ସୁତରା ମାନେ ଏତେ ବୟସରେ ମନ୍ଦିରର କାମ କରି ଆସି ପାରାଙ୍କ ପ୍ରତି ଏତେ ସ୍ନେହ ଏତେ ଭଲ ପାଇବା କିଛି ଓଡ଼ିଶାବାସୀ ତାଙ୍କଠୁ ଆଗକୁ କିଛି ଶିଖିବେ। ଆଉ ସେ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସବୁ ଛୋଟ ବଡ଼ ଭାଇମାନଙ୍କ ଉପରେ ହାଡ଼ିଆ ନନାଙ୍କର ଥାଉ। ଆଉ ଆଗାମୀ ଦିନକୁ ଆମ ଓଡ଼ିଶା କେମିତି ଉପରକୁ ଯିବ ଆଉ ତା'ର ଆଶୀର୍ବାଦ ସଦାବେଳେ ମହାପ୍ରଭୁ ରଖିଥାନ୍ତୁ। ପୁରୁଣା ବ୍ରିଡ୍ ସବୁ ମେଣ୍ଟେନ୍ କରିକି ରଖିଛନ୍ତି। ଆଉ ନନା ଗୋଟେ କଥା କହିଲେ ମୋତେ ଦେଉଳ କାମ ସାରିକି ଆସିଲା ପରେ ଯଦି କିଏ ପାରା ରଖିପାରିବ ଆଉ ସେ ଶବ୍ଦ ଶୁଣିକି ମୋ ମୁଣ୍ଡ ଖରାପ ମାନେ ଏଇ ବୟସରେ ଆମେ ବୋଧେ ପାରା ଛାଡ଼ିଦେବା ସେ କିନ୍ତୁ ପାରା ଦିହରେ ସେତିକି ମାନେ ଗଭୀର ସମ୍ପର୍କ ଯେଉଁଟାକି ଦେଉଳରୁ ଆସିଲା ପରେ ଏଠି ଝାଳ ନାଳ ହେଇ ପୁରା ସେ କାମ କରି ମାନେ ଏତେ ଭଲ ପାଇବା ପ୍ରେମ ପାରା ପ୍ରତି ମୁଁ ଦେଖିନି ବାହାରେ କେଉଁଠି ଦେଖିନି। ଗୋଟେ ଜାଗା ଦେଖିଥିଲି ଆନ୍ଧ୍ରାର ମଛଲିପଟ୍ଟନମ ହୁସେନ ଭାଇ ତାଙ୍କୁ ଆସିକି 103 ବର୍ଷ ହେବ ତାଙ୍କୁ ଠିକ୍ସେ ଦେଖାଯାଉନି ତେଣୁ ସେ ପାରା ହାତ ଧରିକି ଯୋଡ଼ା ଲଗାଉଛନ୍ତି। ଆଉ ତାଙ୍କର ଯେଉଁ ବ୍ରିଡ୍ ମୋ ପାଖରେ ପିଲଙ୍ଗା ବ୍ରିଡ୍ ଯେଉଁଟା ହଳଦିଆଖି ଯେଉଁ ପିଲଙ୍ଗା ସିଏ ଭଲ ଉଡ଼ୁଛି ଓଡ଼ିଶାରେ। ଆଉ ନନାଙ୍କର ଏଇଠି ପୁରୁଣା ପାରା ଦେଖନ୍ତୁ ଆଉ ତାଙ୍କ ପାରା ବି ଗୋଟେ ଧରେଇକି ଦେଖିଲେ ଯେଉଁ ଗୋଟେ ଗୋଟେ ପାରା ଅଛି ସେ ପାରା ମୁଁ ବାହାରେ କୋଉଠି ଦେଖିନି। କଷ୍ଟରେ ଆସିକି ମୁଁ ପାରା ପାଖକୁ ପଳେଇଲେ ମୋର ସବୁ କଷ୍ଟ ଭଲ ହେଇଯାଉଛି। ସେଇ ସକାଶେ ମୁଁ ପାରା ଦେଇପାରୁନି କି ଛାଡ଼ିପାରୁନି। ଆଉ ପିଲାଙ୍କ କାମ କରିବି ପାରା କାମ କରିବି ଶାନ୍ତିରେ ହେଇ 10ଟା ବାଜିଲେ ପୁଣି ଖାଇକି ଶୋଇବି ପୁଣି ସକାଳେ ମନ୍ଦିର ପୁଣି ମନ୍ଦିର ଆସି ପାରା ଦେଖିବି। ମୋ ପାରା ମୋର ଜୀବନ ପିଲାବେଳୁ ମୁଁ ରଖିଲିଣି ଆସିକି 14-15 ବର୍ଷ ଆଜି ଯାକେ ହେଲାଣି ସେମିତି ଅଛନ୍ତି। ମୋ ଘରେ କେହି ମୋତେ କିଛି କହିଲେନି ମୋ ପାରା ବି କିଛି ନାହିଁ ପାରା ହେଲା ମୋର ମେନ୍। ଜୟ ଜଗନ୍ନାଥ ଭାଇମାନେ ଆଜି ଓଡ଼ିଶାରେ ଆସିଥିଲୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ। ପୁରୀରେ ଗୋଟେ ଆମର ସବୁଠୁ ବହୁତ ହି ସମ୍ମାନୀୟ ନନା ଆମର ହାଡ଼ିଆ ନନା ନାମରେ ବହୁତ ଏଠି ପରିଚିତ ଅଛନ୍ତି। ମହାପ୍ରଭୁଙ୍କ ପାଖରେ ସେ ରୁହନ୍ତି। ନନାଙ୍କ ପାଖକୁ ଆଜି ଆସିଥିଲୁ ଓଡ଼ିଶାର ଭଲ ଭଲ ଦେଶୀ ପାରା ଯେଉଁଟାକି ଲୋପ ପାଇଯାଇଛି ଓଡ଼ିଶାର କିନ୍ତୁ ସେଇଟା ନନା ଆମର ବଞ୍ଚେଇକି ରଖିଛନ୍ତି। ଦେଖିକି ବହୁତ ଖୁସି ଲାଗିଲା। ଆମ ଓଡ଼ିଶା ଜିନିଷ ବହୁତ ହି ଭଲ ଭାବରେ ରଖିଛନ୍ତି ମେଣ୍ଟେନ୍ କରି ରଖିଛନ୍ତି କେଉଁ ଭାବରେ ଦେଖନ୍ତୁ। ଆଉ ନନାଙ୍କ ପାଖକୁ ଆସନ୍ତୁ ଦେଖିବା ତାଙ୍କର ଅଂଶ। ପ୍ରଥମେ ନନା ଜୟ ଜଗନ୍ନାଥ ଆପଣଙ୍କୁ ମୁଁ ସ୍ୱାଗତ କରୁଛି। ଆଉ ଦେଖନ୍ତୁ କ'ଣ ସରିଲା ମୁଁ 10-12 ବର୍ଷର ପାରା ହେଇଯାଏ 10-12 ବର୍ଷ ହେଲାଣି। ତାହେଲେ ମୋର ଛୁଆ ଅଛନ୍ତି 4 ଜଣ। ନନା ଆପଣ କେତେ ବର୍ଷର ପାରା ମୁଁ ରଖିଲି 18-19 ବର୍ଷ 14 ବର୍ଷ ରଖିଲି ପୁଣି ଆଗେ ପେଶା ହେଲି ଆସିକିରି 18 ବର୍ଷ। ଭାଇ ଛାଡ଼ିଲା ପରେ ମୁଁ 14 ବର୍ଷରେ ସବୁ ଛଡ଼ାଛଡ଼ି କଲି ମନ୍ଦିର ଗଲିନି ସ୍କୁଲ ଗଲିନି। ମାନେ ଦେଖନ୍ତୁ ମୁଁ ଆମ ଓଡ଼ିଶାବାସୀଙ୍କୁ ଜଣାଇବାକୁ ଚାହେଁ ନନା ଯେତେବେଳେ 14 ବର୍ଷ ମାନେ ହେଇଥିଲେ ସେତେବେଳୁ ପାରା ରଖିବା ଷ୍ଟାର୍ଟ କଲେଣି। ସେ ଜିନିଷ ଆଜି ପର୍ଯ୍ୟନ୍ତ ବଞ୍ଚେଇ ରଖିଛନ୍ତି ଯେଉଁଟାକି ଓଡ଼ିଶା ପାଇଁ ଗୋଟେ ଗର୍ବ। ସେ ଜିନିଷ ଆଜି ପର୍ଯ୍ୟନ୍ତ ବି ଦେଖିକି ଖୁସି ଲାଗୁଛି ଯାହାକି ଆମ ଓଡ଼ିଶା ଜିନିଷ ଆମ ଓଡ଼ିଶା ମାଟିରେ ଅଛି। ପୁଣି ଉଡ଼ିଲା ଜିନିଷ ସବୁ ଅଛି ଦେଖନ୍ତୁ ସବୁ ଜିନିଷ ସହିତ ଛଡ଼ା ହେଇଯାଇଛି। ଏଇ ଚୌକର ଆଜିକାଲି ଦେଖିବାକୁ ମିଳୁନି
ଏସବୁ ଜିନିଷ ମୁଁ ମୋ ଲାଇଫ୍ରେ ପ୍ରଥମ ଥର ପାଇଁ ଦେଖୁଛି ଏମିତି ଜିନିଷ। ମାନେ ମୋତେ ଏତେ ଗୌରବ ଆଜି ଲାଗୁଛି। ମାନେ ଦେଖନ୍ତୁ ଯେଉଁଟାକି 60 ବର୍ଷ 50 ବର୍ଷ ପୂର୍ବରୁ ଯେଉଁ ଜିନିଷଟା ଓଡ଼ିଶାରେ ଆଜିକା ଡେଟ୍ରେ ଲୋପ ପାଇଯାଇଛି, ନନା ଏଇଠି ସଜେଇକି ରଖିଛନ୍ତି। ଦେଖନ୍ତୁ ଏଇ ଜିନିଷ ଦେଖନ୍ତୁ, ମାନେ ଏଇ ଜିନିଷ ମାନେ କୁହନ୍ତି ଯେଉଁ ପୁରୀର ଗୋଟେ ପୁରୁଣା ଜିନିଷ ଯେଉଁଟା ମାନେ ଏଇଠି ନନା ସଜେଇକି ରଖିଛନ୍ତି। ମାନେ ଓଡ଼ିଶାର ଗୋଟେ ପର ଦେଖନ୍ତୁ ଯେଉଁ ଜିନିଷ ଆଜିକା ଟାଇମ୍ରେ ଦେଖିବାକୁ ମିଳୁନି, ବାହାର ଜିନିଷ ଯେଉଁ ସବୁ ଆଣିକି ଦେଖୁଛନ୍ତି, କିନ୍ତୁ ଓଡ଼ିଶାର ବି ଦେଖନ୍ତୁ ଜିନିଷ ଅଛି। ରାତିର ଆଖି କ୍ୱାଲିଟି ଦେଖନ୍ତୁ, ପୁରା କ୍ଲିଅରଲି ଦେଖାଯାଉଛି, ଶାନଦାର ଅଛି। ନନାଙ୍କ ଉଡ଼ାନ ବିଷୟରେ କିଛି କୁହନ୍ତୁ। କ'ଣ ଉଡ଼ାନ ଭାଇ, ଯେତେବେଳେ ମୋତେ 22-23 ବର୍ଷ 18-24 ଭିତରେ ମାନେ ଟାଉନରେ ପାରା କାହାର ରଖିବି। ପୁରୀ ଟାଉନ ଯେତେ ଲୋକ ରଖିଛନ୍ତି, କାହା ପାରା ପାରାକୁ ତଳେ ବସେଇକିରି ପାରା ବସିଥିଲା ମରିକିରି ଗଲି। ସବୁ ନଷ୍ଟ ଗୁଡ଼ାକ ସବୁ ମରିଗଲା। ସେଇ ନସଲ ତାପରେ ଗାଦି କାମ ନଷ୍ଟ। ମାନେ ମୁଁ ବନେଇକିରି କହୁଛି, ପୁଅଟା ବି କେହି ମୋତେ ଉପରକୁ ଛାଡ଼ି ପାରୁନାହାନ୍ତି କି ମୋତେ ତଳକୁ କରିକିରି କିଏ ଯାଇପାରୁନାହାନ୍ତି। ତାପରେ କିଛି ଟାଇମ୍ ପରେ ଏଇସବୁ ଚିପିଲି। ଚିପି ସାରିଲା ପରେ କାହିଁ କ'ଣ ଆଉ କ'ଣ ଗୋଟେ କାଗିଛି କାଟିଲି। ସେମିତି ପୁରା ମାନେ ଗୋଟେ କାଗିଛି କାଟିଲି ସକାଳୁ ଯେ ସବୁ ଜାଗା ବସିକି ଆସୁଥିଲେ ଆସ୍ତେ ଆସ୍ତେ ଆଉ ଟିକେ ଆଗୁଆ ଆସିଥିଲେ। ମୁଢ଼ି ପକାଗଲା, ତଳ ପକାଗଲା, ଅନ୍ଧାର ଗଲା, ଟିଭି ଥୋଇକି ବାହାର। ମାନେ ଦେଖନ୍ତୁ ନନା, ସେ ସମୟର ଓଡ଼ିଶାର ଯେଉଁ ଜିନିଷ, ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେଉଁ ଓଡ଼ିଶାର ଜିନିଷ ନନା ନିଜେ ବନେଇଛନ୍ତି, ସେ ନିଜ ହାତରେ ବନେଇଛନ୍ତି। ପାରାକୁ ମୁଁ କ'ଣ କରିବି କହିଲେ, ତଳେ ପାରା ଛାଡ଼ିଦେବୁ, ଆଉ ପାରା ଆସିତେ ପାରି ପାରା ତଳେ ଦେଖିବି ଆଉ ତଳ ପୁଣି ଚାଲିଲେ ପାରା ବନ୍ଦ କରିଥିଲି। ମାନେ ତାଙ୍କର ଉଡ଼ିବାର ଜିନିଷ ଅଛି, ଉଡ଼ିବାର ଜିନିଷ ଅଛି ବୋଲି ଉଡ଼ିବି ଉଡ଼ୁଛି। ବସିବି, ସେ ଆସ୍ତେ ଆସ୍ତେ ଆସି ଓହ୍ଲେଇଲେ। ଏଇ ଚଳନଶଳଟା ମୋର 7 ଘଣ୍ଟା ଉଡ଼ିଛି। 7 ଘଣ୍ଟା ଉଡ଼ିଛି। 7 ଘଣ୍ଟା ଚଳନଶଳ ଉଡ଼ିକି ଓହ୍ଲେଇଲା। ମନ୍ଦିର ନନା ମୁଁ ଏଇଠି ଦେଖିଲି, ଆପଣ ମାନେ ହାତ ଦେଖେଇଥିଲେ ନନା, ଗୋଟେ ଖୁସି ଲାଗିଲା ଗୋଟେ ଜିନିଷ ଦେଖିକି। ତାଙ୍କ ନିଜ ଛୁଆ ଭଳିଆ ତାଙ୍କୁ ରଖିଛନ୍ତି। ପାରା ବାହାରକୁ ଯାଇଥିଲେ, ତାଙ୍କ ହାତରୁ ଏମିତି ମାନେ କରିଦେଲେ, ପାରା ସବୁ ପଳେଇ ଆସିଲେ ଭିତରୁ। ଯେଉଁ ଜିନିଷ ସମସ୍ତେ କରିପାରିବେନି ଜିନିଷ, ନିଜ ଛୁଆ ଭଳିଆ ତାଙ୍କୁ ରଖିଛନ୍ତି। ବହୁତ ହି ଭଲ ଲାଗିଲା ନନା। ନନା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ ଓଡ଼ିଶା ଜିନିଷ ବଞ୍ଚେଇ ରଖିଛନ୍ତି। ଏଠି ଦେଖିପାରୁଥିବେ ନନା କିଛି ଆହୁରି ଭଲ ଭଲ ଜିନିଷ ସବୁ କରାଇବେ। ପୁରୁଣା ଅଂଶ ଯେଉଁଟାକି 50-60 ବର୍ଷର ପୁରୁଣା ଅଂଶ ଏଇଠି। ଦେଖିବେ ଗାଁ ଦେଖିବେ, ମୋର ଗାଁ ନେଇ ବାଡ଼ ଘର ପକେଇକି ବାଡ଼ି ବସିବେ ଦେଖିବେ। ସେଇ ତ ଦେଖନ୍ତୁ, ଗୋଟେ ଜିନିଷ ହଉଛି ସମସ୍ତେ ଏତେ ଜିନିଷ ଦେଖିକି ଜାଣିପାରୁନାହାନ୍ତି। ନନାଙ୍କର ଏତିକି ମୁଣ୍ଡ ପାଖରୁ ହାତ ଧରିକି ସେ ଜାଣିପାରୁଛନ୍ତି। ଏ ଜିନିଷ ନୂଆ ଜିନିଷ ମୁଁ ବି ପ୍ରଥମ ଥର ଗୋଟେ ଦେଖିଲି। ଦେଖନ୍ତୁ ଏଇଠି ମାରି ମୁଁ ଜାଣିବି ଯେ ପାରା ହୁଏ, ବୁଦ୍ଧିରେ ଜାଣିବି ଯେ ପାରା ହୁଏ। ଏ ଜିନିଷ ସମସ୍ତେ ଜାଣିପାରିବେ। ଏ ଜିନିଷ ସମସ୍ତ ହାତରେ ନାହିଁ। ଇଏ କେବଳ ମାନେ ବହୁତ ପୁରୁଣା। ତାଙ୍କର ଯୋଉ 14 ବର୍ଷ ହେଇଥିଲା, ସେତେବେଳୁ ସେ ଜିନିଷ ରଖିକି ହାତରେ ଧରିକି ଜାଣିପାରିଲେଣି ସେତେବେଳୁ। ତାଙ୍କର ଏତିକି ଜିନିଷ ଭଲ ଲାଗେ। ପୁରା ଖୁସି ଦେଖନ୍ତୁ 5 ଟଙ୍କା ବସିଛି। ଏତେ ଭଲ ଉଡ଼ିଲା, ମାନେ ମନ ଖୁସି କରିଦେଲା ନନାଙ୍କର। ତାଠୁ ଆଉ ବଡ଼ କଥା କ'ଣ ଅଛି? ଆଉ ଗୋଟେ କଥା ମୁଁ ଓଡ଼ିଶାବାସୀଙ୍କୁ ଜଣେଇବି, ମାନେ ଆମର ଓଡ଼ିଶା ଜିନିଷ ଲୋପ ପାଇଗଲାଣି, କିନ୍ତୁ ଆପଣଙ୍କ ପାଖରେ ଏତେ ଜିନିଷ ପାରା ଅଛନ୍ତି, ଆଜ୍ଞା ଓଡ଼ିଶାରେ ପାରା ଅଛନ୍ତି। ଏଇ ଯେଉଁ ଭାରି ପଡ଼ିଲା ଆମର ଟେଡି, କାହିଁ କମଘର, କାହିଁ ମାଡ୍ରାସି ନଥିଲା, ପିଲାଙ୍କର ପଇସା ହେଇଗଲା, ପିଲାଙ୍କର ଜଲ୍ଦି କିଛି ଦରକାର ପଡ଼ିଲା, ହେଲେ ମୁଁ ଆଣିବି ସାଙ୍ଗେ ସାଙ୍ଗେ। ଦେଶୀ ପାରା ଗୋଟେ ଧରିଛନ୍ତି। ଦେଶୀ ପାରା ଆଗ ବୁଲିବେ, ସେ ଆଗ ତଳେ ତଳେ ହେବେ, ତାପରେ କଲି ଗାଳିବେ। ଗୋଟେ ପାରା ଆସନ୍ତି କଲି ଗାଳୁ ବୋଲି ବସିକିରି ପଳେଇବେ। ସେ ସବୁ ରିଆକ୍ସନ୍ଟା କଲି ଗାଳୁ ବୋଲି ପଳେଇବ। ସେ କଲି ଗାଳୁ ବୋଲି ବସନ୍ତି, ବିନା କଲି ବସନ୍ତି। ମାନେ ଆପଣଙ୍କ ପାଖରେ ଗୋଟେ ପାରା ଅଛନ୍ତି, 8 କଲି 9 କଲି ଧୈର୍ଯ୍ୟର ସହ ରଖିକି ଏତେ ବର୍ଷ, 14 ବର୍ଷରୁ ଆଜି ଦେଖନ୍ତୁ, ମୁଁ ନିଜେ ଆସିଛି ନନାଙ୍କ ପାଖକୁ ଦେଖିବାକୁ ପାରା। ଏଇଟା ମୋର ଗୋଟେ ସୌଭାଗ୍ୟ କହିଲେ ଚଳେ। ନନା ଆପଣଙ୍କ ପାଖରେ ସବୁଠୁ ପୁରୁଣା ପାରା କେତେ ବର୍ଷର ଅଛି? 14-15 ବର୍ଷର। ଦେଖନ୍ତୁ
ମୁଁ ନିଜେ ଆସିକି ହେଲି ଏବେ 19-20 ମୋର ହେଲା କିନ୍ତୁ ନନା ପାଖରେ 14-15 ବର୍ଷର ପାରା ଅଛି। ଦେଖନ୍ତୁ ଆଜି ଦେଖେଇବେ, ଦେଖନ୍ତୁ ନନା ଗୋଟେ ତାଙ୍କର ପାରାର କ୍ୱାଲିଟି ଦେଖେଇବେ, ମାନେ ପରର କ୍ୱାଲିଟି କ'ଣ ଥାଏ ଦେଖନ୍ତୁ ଜିନିଷ, ମାନେ ପର ଟୋଟାଲି ଭାଇବ୍ରେଟ୍ ହିଁ କରୁଛି। ତା ପରର ଭାଇବ୍ରେସନ ଦେଖନ୍ତୁ। ହଉଛି ଭିଡ଼ିଓରେ କାଚ ପର ଭାଇବ୍ରେସନ, ଆଖିର କ୍ୱାଲିଟି ଆଖିରେ ଦେଖନ୍ତୁ, ମାନେ ଦେଖନ୍ତୁ ରାତିର ବି ଏମିତି ଭିଉ ଆସୁଛି ସେଇଟା ମାନେ ମୁଁ ବହୁତ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି। ବହୁତ ମାନେ ଆଖି ଭିତରେ ହିଁ ବାଦଲ ଦେଖାଯାଉଛି ତାର। ଆଜ୍ଞା ପାରା ହାତରେ ବି ରହୁନି। ଯୋଉ ଆଜିକା ଆମ ଜେନେରେସନ କହୁଛନ୍ତି ଯୋଉ ଟେମ୍ପର ପାରା କହୁଛନ୍ତି ଏଇଟା ହିଁ ପାଇଁ ଓରିଜିନାଲ ଟେମ୍ପର। ଭାଇ ପଞ୍ଝା ଦେଖନ୍ତୁ, ଯୋଉଟା କି ଏମିତି ପଞ୍ଝା ତ ମୁଁ ଦେଖିନି ଭାଇ। ଦେଖନ୍ତୁ ପଞ୍ଝା ଦେଖନ୍ତୁ, ପତଳା ସୁର୍ଖ ଆଉ ଗୁଲାବୀ ପଞ୍ଝା, ଆଉ ତା ଦେହରେ ଯୋଉ ଯୋଉ ଗ୍ଲେଜଟା ନଉଛି ସେଇଟା ହଉଛି ତା ପେଚାନ। ଦେଖନ୍ତୁ ନନାଙ୍କର ଆଉ କିଛି ଦେଶୀ ପାରା ମଧ୍ୟ ବାହାରିଲେ। ଆଉ ଦେଖନ୍ତୁ ନନାଙ୍କର ଲକ୍ ପାରା ମାନେ ଦେଖନ୍ତୁ ଯୋଉ ନନା କହୁଥିଲେ କି ଯୋଉ 15 ବର୍ଷର ପାରା, ସେଇଟା ନିଜେ ଦେଖନ୍ତୁ ଆଜି। ଏଇଟା ଦେଖିପାରୁଥିବେ, ଏଇଟା ନନାଙ୍କର ସବୁଠାରୁ ପୁରୁଣା ପାରା। ଆରେ ଗୋଟେ ଜିନିଷ ଫାଷ୍ଟ 15 ଦେଖା ବର୍ଷର ତା ଡେଣା ଦେଖା ତା ଫେସ୍ ପରଟା। ଷ୍ଟ୍ରକ୍ଚର ଦେଖନ୍ତୁ, ଫେସ୍ ଷ୍ଟ୍ରକ୍ଚରରୁ ହିଁ ଜଣା ପଡ଼ିଯାଉଛି ବହୁତ ପୁରୁଣା ପାରା। ଆଉ ପାରାର ଆଖି କ୍ୱାଲିଟି ବି ଦେଖିପାରୁଥିବେ। ପୁରୁଣା ପାରା କହୁଛନ୍ତି ଛୋଟିଆ ଥିବ ସେଇଟା ନାହିଁ, ବଡ଼ ଥିବ। ଏଠି ଦେଖନ୍ତୁ ମୋ ହାତରେ ମାପନ୍ତୁ ପାରାର ସାଇଜ କଣ। ଆଉ ଗୋଟେ ଜିନିଷ ଦେଖନ୍ତୁ, ପାରା ଏଠି ଡେଣାର ଦେଖନ୍ତୁ, ଯୋଉ ବର। ଏଠି ଦେଖନ୍ତୁ, ଇଆଡ଼େ ଆସନ୍ତୁ, ତା ଆଖିର କ୍ୱାଲିଟି। ତା ରିଙ୍ଗ ବି ଦେଖିପାରୁଥିବେ ଯଦି ଭଲସେ କ୍ୟାପଚର ହବ। 1, 2, 3 ଗଣିଲା ପରେ ପାରା ଡଟ୍ ଉପରେ ପାରା ତାପରେ ବୁଝିବେ ଯେତେବେଳେ ବାହାରିବେ। ଏଠି ଦେଖନ୍ତୁ ପାରାର ବାଲାନ୍ସ ଉପରେ, ପାରାର ଯୋଉ ପୁରୁଣା ବ୍ଲଡ୍ ଲାଇନ୍ କରୁଛନ୍ତି ବଡ଼ ସାଇଜର ପାରା। ମାନେ ଏଇ ଜିନିଷ ଦେଖନ୍ତୁ, ଯୋଉ ପର 10 ଦେଖନ୍ତୁ, ନମ୍ବର ପୁରା କଲି ଯୋଉଟା ଦେଖନ୍ତୁ, ସିଧା ଏଇଟା ପର। ମାନେ ତଲୱାର ଏଟା। ଆଉ ଦେଖିଥିବେ ବହୁତ ମୁଲାୟମ ପାରା ଅଛି, ମୁଲାୟମ ପାରା ପାରା। ମୋ ହାତରେ ଥରୁଛି ଦେଖନ୍ତୁ, vibration vibrate ହିଁ ଦେଖିଦିଅନ୍ତୁ। କରୁଛି। ମାନେ ପାରା ଦେଖନ୍ତୁ ଡେଣା ଖୋଲା ହଉଛି, କିନ୍ତୁ ଏଇ ଯୋଉ ପରଟା ଯୋଉଟା ବାଲାନ୍ସ କରେ ଦେଖନ୍ତୁ ସେ ପର ଛାଡୁନି। ଆଜିକାଲି ପାରାର ଏଇଭଳିଆ ଛାଡି ଯାଉଛି, ଏମିତି ଏମିତି ପାରା କେବେ ଉଡେନି, ପାରା ଏମିତି ବାନ୍ଧିକି ଉଡେ। ସୁଟେ ସୁଟେ ଅଛି ଆଜ୍ଞା ବୟସ୍କ ପାରା ବି ଟିକେ ସରୁ ହେଇଗଲାଣି, ନହେଲେ ଗୋଟେ ବେଳ ସୁଟେ ସୁଟେ ଅଛି। ପାରା ଆମର ମେନ୍ ହେଲା ଏଇଟା, ଆଚ୍ଛା ଏଇ 4ଟା କଲି ଗୋଟେ ମାର୍କ କରିବ, ସୁଟେ ସୁଟେ ଛାଡ଼ିକି ଦେବ। ଦେଖନ୍ତୁ ଆଜିକା ଡେଟ୍ରେ ଆପଣ ବାହାର ଷ୍ଟେଟ୍ରେ ମୋର ବାହାର ପ୍ରାୟ ପାରା କଣ୍ଟ୍ରିରେ ଦେଖିବ ଦେଖିଲେ ଏଇଟା। ଦେଖନ୍ତୁ ଏଇ ଯୋଉ 10, 9, 8 ଦେଖନ୍ତୁ କେମିତି ଅଛି, ସାଇଜରେ ଅଛି। ଦେଖ ପର ମୋ ଆଙ୍ଗୁଠିକି ଦେଖିବେ, ଏ ପରକୁ ଦେଖିବେ, ହେଇଠି ଦେଖନ୍ତୁ। ଯୋଉ ଆଜିକାଲି ଦେଖୁଛନ୍ତି ଏଇଟା ବଡ଼ ସେଇଟା ଦେଖନ୍ତୁ କେମିତି କେମିତି ସାଇଜ। ଏ ଜିନିଷ ମେଣ୍ଟେନ କରିବା ଭାରି କଷ୍ଟ। ତାର ମାଦି ଏଟା ଦେଖନ୍ତୁ। ନନା ଦେଖନ୍ତୁ ତାଙ୍କର ପୁରୁଣା ମାଧି ଏଠି ଦେଖେଇଲେ, ତା ମାଧି ତା ନର କି ତା ମାଦି। ପର ଦେଖନ୍ତୁ, ପର ଦେଖନ୍ତୁ, ପରର ଦେଖନ୍ତୁ 9, 10 ସମାନ। ଏଇଠି ଦେଖନ୍ତୁ 8, 9 ପର ବଡ଼, 10ଟା ସମାନ। ମାନେ ତଥାପି ଆଖି ପୁଟୁଳାଟା ଦେଖନ୍ତୁ ପୁରା ଫଟା ଆଖି। ପାରା ଉଡ଼ିଲେ ଏ ପାରା ଓହ୍ଲେଇବାକୁ ନା ଧରିବେନି। ତା ମାଦିର ପରଟା ଟିକେ ନନା ଦେଖି ସେଇ ଷ୍ଟାଇଲ, ଦେଖନ୍ତୁ ଛାଡୁନି, ପୁରା ଭର୍ତ୍ତି କରିକି ସେଇ ନେଉଛି। ଷ୍ଟାଇଲ, ମସ୍ତ ପାରା। ନହେଲେ ମୁଁ ନଗେଇବିନି। ସେଠି ଦେଖନ୍ତୁ ପର ଖାଲି ଥରଉଛି, ପର ଖାଲି ଥରଉଛି। ପାରା ନହେଲେ ମୁଁ ଜୋର ନଗେଇବିନି। ମୁଁ ଯାଇଛି ବୁଲିଛି, କିନ୍ତୁ ଏଠିକାର ପାରା ପୁରା ନିଆରା। ମାନେ ବହୁତ ପୁରୁଣା ନସଲ ଗୁଡାକ, ମାନେ କାହା ବାଟରେ ଗୋଟେ ଥିବ, ନନାଙ୍କ ବାଟରେ ପୁରା ଭରପୁର। ଭରପୁର। ହଁ ଭାଇ ମାନେ ଯୋଉଟା କହନ୍ତିନି ଯୋଉ ଖଜା ଗନ୍ତା ଘର। ହଁ ପୁରା ଖଜା ମଣି ହଉଛି ମାନେ ଜଗନ୍ନାଥଙ୍କ ପାଖରେ ହିଁ ଦେଶୀ ପାରାଙ୍କ ମାନେ ଯୋଉ ଜିନିଷଟା ଆମେ ଓଡିଶା ଲୋକ ଖୋଜୁଛନ୍ତି, ଏଇ ଜିନିଷ ପାଁପରିଆ ପାଁପରି ଅଛି। ତା ସାଙ୍ଗରେ ଗୋଲାପୀ ସୁର୍ଖ ପଞ୍ଜା, କେତେ ଗ୍ଲେଜ ମାରୁଛି ପଞ୍ଜାର। ରାତି ବୋଲି ଜଣା ପଡୁନି। ସକାଳେ ପାରା ଛାଡ଼ିଲେ ହନି ପାରିବନି। ଜିନିଷ ସିଏ ନିଜେ ନିଜର କ୍ୱାଲିଟି ଜଣାଉଛି। ମୁଁ କ'ଣ କହିବି କହୁନାହାନ୍ତି। ନା ପାରା ଯାହେଲେ କେତେ ବର୍ଷ ପୁରୁଣା ହବ? ଏ ପାରା ଯାହେଲେ କେତେ ବର୍ଷ ପୁରୁଣା ହବ? ଏ ସବୁ 7-8 ବର୍ଷ 7-8 ବର୍ଷ। ସେଟା 14 ନା କେତେ? ସେଇ ଗୋଟେ କ'ଣ 15 ହଁ, ବର୍ଷ। ଆଚ୍ଛା 15 ବର୍ଷର ପାରା, 7, ତ 8 ବର୍ଷ ବ୍ଲଡ ଲାଇନ। ମୋ ମତରେ ମୁଁ କାଢ଼ିଛି 7 ଘଣ୍ଟା ପରେ 8 ଘଣ୍ଟା କରିଦେଲେ ପାରା ଗୋଟେ ପାରା ଉପରେ ଲୋ ହେଇଯିବେ, ନଚେତ୍ ପରେ ଠିକ୍ ଅଛି। 7 ଘଣ୍ଟା 12 ଉଠିବେ, 4 ଘଣ୍ଟା 3 ଘଣ୍ଟା ମାରିବେ।
ମାନେ ଏଇଟା ଗୋଟେ ଜିନିଷ ଶିଖିବା ଜିନିଷ ଯୋଉଟା କି ଯାହାକି ନନା ଆଜି ମାନେ ମୁଁ ମୋ ଗୁରୁ ଯାହାକୁ ବନେଇଥିଲି ମୁଁ ଜାଣିଲି ବଡ ଗୁରୁ ଯିଏ ଅଛନ୍ତି ସେ ମାନେ ଜିନିଷ ବତେଇଲେ ଆଜି ସେ ଓଡିଶା ଲୋକ ଏ ଜିନିଷ ଜାଣିବା ଦରକାର। ବି ଲଗେଇବୁନି ଭାଇ ଭଉଣୀ ଲଗେଇବୁନି 7 ଘଣ୍ଟା 8 ଘଣ୍ଟା ପରେ 6 ଘଣ୍ଟା ପରେ ଲଗେଇବୁନି। ଯଦି ପାରା ଦୌଡ଼ 7 ଘଣ୍ଟା ଉଡୁଛି ତାପରେ 3 ଘଣ୍ଟା 4 ଘଣ୍ଟା ପରେ ଲଗେଇବୁନି। ଦେଖନ୍ତୁ ଆଜି ଗୋଟେ ଜିନିଷ ଶିଖନ୍ତୁ, ମୋତେ ମୋର ଭାଇମାନେ ମୋତେ ଗୁରୁ ବନଉଛନ୍ତି କିନ୍ତୁ ମୁଁ ଆଜି ତାଙ୍କୁ ମାନୁଛି କାହିଁ ସେତିକି ନା ଇଏ ଯେଉଁ ଜିନିଷଟା କହିଲେ ଯେ ପାରାର ମେଜରିଟିଟା ନେବ, ପାରାଟା ଉଡ଼ିବାଟା ସମ୍ପର୍କ ନାହିଁ, ପାରାଟା ଘରେ ବସିବା ଦରକାର। ବାସ୍ ଏ ଯେଉଁ କହିଲେ 8 ଘଣ୍ଟାକୁ 7 ଘଣ୍ଟା ଯୋଡ଼ି ଦେଲେ ପାରା ବାହାରିଯିବ, ସେ ପାରାକୁ ରଖିବେ କାହିଁକି? ଦେଖନ୍ତୁ ତାଙ୍କଠୁ କିଛି ଶିଖନ୍ତୁ। ଆଗାମୀ ଆମର ପିଢ଼ି ଯେଉଁଟାକି ଆଉ ଓଡ଼ିଶାରେ ଆସୁଛି ଏ ଜିନିଷଟା ଶିଖନ୍ତୁ। ଆମର 6-7 ଘଣ୍ଟା 8 ଘଣ୍ଟା ବେଶୀ ଉଡ଼ିଲେ ବି ତାଠୁ ବଡ଼ କଥା ଆମର କିଛି ନାହିଁ। ବାସ୍ ଆଜିକା ଡେଟ୍ରେ ବି ଭାଇ ଏ କଥା ଭାଇ କେହି ବି କହୁନାହାନ୍ତି, କେହି ବି କହୁନାହାନ୍ତି, ଓଡ଼ିଶାରେ କେହି କହୁନାହାନ୍ତି ଯେଉଁଟାକି ଆମେ ହରିୟାଣାଠୁ ଶିଖିଲେ ଯାହା ହଉ। ଫାଷ୍ଟ ଦେଖିଲି ପାରା କହିଲେ ମସ୍ତ ପାଇଲି ତାଙ୍କର ଦେଖ। ସବୁଠୁ ମସ୍ତ ଆଉ ଫେଭରେଟ୍ ପାରା। ନନା ଦେଖନ୍ତୁ ଆଉ ଗୋଟେ ମାନେ ତାଙ୍କ ଜେନେରେସନ ହିଁ ଅଛି ତାଙ୍କ ପାଖରେ ସବୁ। ଜେନେରେସନଟା ଯୋଉଟା 8 ବର୍ଷ 10 ବର୍ଷ ହେଲାଣି ଯୋଉ ଜେନେରେସନ ଚାଲିଛି ସେଇଠି ଦେଖନ୍ତୁ, ଆଖି ଦେଖନ୍ତୁ, ଆଖିରେ ଆପଣ ପୁରା ପାଗଳା ହେଇଯିବେ। ପାରା ପୁରା ଲାଜବାବ। ଭାଇ ଆମେ ଏ ପାରା ମୁଁ କହୁଛି ଖରାକୁ ଆପଣ ପିତୁଳିଟା ତାର ଯୋଉ କଳା ପିତୁଳି ଦେଖିପାରିବେ। ଆମେ ଏଠି 4 ଜଣ ବସିଛୁ, ମାନେ serious ସମସ୍ତେ ଆମେ ପାରା ପଛରେ ଫିଦା ହେଇଯାଇଛୁ ସମସ୍ତେ। ମାନେ ପାରା ଏଭଳିଆ ଦେଶୀ ପାରା ପାରାର ମୁଁ ତାପରେ କୋଉଠି- ବନାବଟଟା ଦେଖନ୍ତୁ, ମାନେ ତାଙ୍କର ଯୋଉ ଘର ଡିଜାଇନଟା ସେଇଟା ନନା ଗୋଟେ କାଳିଆ ଏ ପାରା ଆପଣଙ୍କୁ ମୁଁ କହୁଛି ପାରା ଧିରେ ଏତେ ବଳ ଅଛି କିନ୍ତୁ ଇଏ 50 ଗ୍ରାମ। ଆଉ ଦେଖନ୍ତୁ ଏ ପାରା ମୁଁ ଦେଖଉଛି ଆପଣଙ୍କୁ, ଇଏ ଦେଶୀ ଛୋଟ ଥଣ୍ଟ ହେଲେ ବି ଦେଶୀ। ଦେଖନ୍ତୁ ଗହମ ଚଞ୍ଚିଆ ଯୋଉଟା କହୁଛନ୍ତି ଆଜିକା ଡେଟ୍ ଆମେ ରାତିରେ ଭିଡ଼ିଓ କରୁଛୁ କିନ୍ତୁ ପାରାର ସାଇଜ ଦେଖନ୍ତୁ, ମାନେ ଏ ସାଇଜ ଏସବୁ ଏଇ ପାରା ସବୁ ଲୋପ ପାଇଗଲାଣି। ହଁ। ମନା ତାକୁ ଦେଖନ୍ତୁ ପୁରା ଜିନିଷ ଖଣି ଯୋଉଠି ଅଛି ଟୋଟାଲି ମାନେ ଦି ଭାଇ ଆଉ ଦେଖନ୍ତୁ ପୁରା ସେମ୍ ଟୁ ସେମ୍, ସିଏ ଯେମିତି ଦେଖିବାକୁ ଇଏ ସେମିତି ଦେଖିବାକୁ, ମାନେ ଜିନିଷ ସେମିତି ସାଇତି ହେଇକି ରଖିଛନ୍ତି। ନନା କହିଲେ ତାଙ୍କର ଯଦି କୌଣସି ପାରା ପସନ୍ଦ ନାହିଁ ସେ ଦେଇଦେବେ ଏମିତି କାହାକୁ, କିନ୍ତୁ ଇଏ ଅଛି ମାନେ ଜାଣିପାରୁଥିବେ କଣ ଜିନିଷ। କର ତାପରେ ଦେଖନ୍ତୁ କର ଦେଖନ୍ତୁ କେମିତି ମାନେ ଏ କର ଆଜିକା ଡେଟ୍ରେ ଦେଖନ୍ତୁ ଯୋଉ ଦିନଟା କହିଥିଲି ଯୋଉ 9-10 ଦିଟା ଦେଖନ୍ତୁ କି କ୍ୱାଲିଟି ଅଛି। ମାନେ ଦେଖନ୍ତୁ, କହିବାକୁ ଗଲେ କେମିତି ମୁଁ ଅଛି? ଆଜି ଯାଏଁ ବି ମୁଁ ଯେତେ ବି ପାରା ଖାଇଛି, ସନ୍ଧ୍ୟା ଏ ପାରା ସନ୍ଧ୍ୟା ନନାଙ୍କ ମାନେ ପାରା ପାରା ସନ୍ଧ୍ୟା। ପୁରା ନିଆରା। ଠିକ ଆଉ ଗୋଟେ ଜିନିଷ ମୁଁ ଜାଣିଲି ଯୋଉଟା ଗହମ ଚଞ୍ଚିଆ ଯୋଉ କହୁଛନ୍ତି, ଶୁଣୁଥିଲି ଆଜି କିନ୍ତୁ ଦେଖିଲେ ବାସ୍ ବାସ୍। ଜ୍ୟୋତି ଭାଇ ଆଗରୁ କହୁଥିଲେ ପୁରୀର ସେ ଜିନିଷ ଅଛି। ଆରେ ସେ ଜିନିଷ ଅଛି ବୋଲି ଏଇଠି ଜାଣିଲେ ଆଜି ମୁଁ ଦେଖିକି। ତ ଭାଇ ଆମେ 4 ଜଣ ଏଠି ଅଛୁ, ଆମେ 4 ଜଣ ମୁଁ ନିଜ ହାତରେ ଧରିଲି ଜିନିଷ କଣ। ଆମେ 4 ଜଣ ପାରା ପାଇଁ ଗୋଟେ ପୁରା କଥା ଫିଦା କହିବି, ପୁରା। ଆସନ୍ତୁ ଗୋଟେ ଭିଡ଼ିଓ ସାମ୍ନାରେ ଗୋଟେ କଥା କହିବି। ଦେଖନ୍ତୁ ଜଗନ୍ନାଥ ଏଇଟା ଭାଇ ଯୋଉଟା ଗହମ ଚଞ୍ଚିଆ ଯୋଉଟା ମୁଁ ଦେଖିବାକୁ ଚାହୁଁଥିଲି ପାରା ରହୁନି ହାତରେ। ଜ୍ୟୋତି ଭାଇ ମତେ କହିଥିଲେ ପୁରୀର ଏଇ ଜିନିଷ ଅଛି, କିନ୍ତୁ ମୁଁ ଆଜି ନିଜେ ଏଇଟା ଯୋଉ ଚୌପର କହୁଛନ୍ତି, ଚୌପର ଦେଖନ୍ତୁ ଗଣିବେ। ଆଜିକା ଡେଟ୍ରେ ଚୌପର ଏମିତି ହେଇକି ଆସୁଛି ଗଣି ପାରିବେନି। ଗଣନ୍ତୁ ଦେଖନ୍ତୁ, ଗୋଟି ଗୋଟି କରି ଗଣିବେ। ପର ଡିଜାଇନ ଦେଖନ୍ତୁ। ମାନେ ନନାଙ୍କର ମାନେ ଦେଶୀ ଦେଖି ପୁରା ଦିଲ ଫିଦା। ଆଉ ଗୋଟେ ଜିନିଷ ହଉଛି ପାରା ମାନଙ୍କର ତ ଉପର ଜିନିଷ ଦେଖିନେଲେ ଆଉ ଭିତର ଯୋଉ ଯୋଉ ସବୁ ଜିନିଷ ଅଛି କେବଳ ସେ ଧରିଲା ପରେ ହିଁ ଅନୁଭୂତି ହବ। ଏମିତି ବସିବି ପୁରା ପିତୁଳି ବାହାରେ। ତା ନଖ ଟିକେ ସବୁ କରିଦିଅନ୍ତୁ ଭାଇ, ତା ପଞ୍ଝା। ନନାଙ୍କଠୁ ଗୋଟେ ଜିନିଷ ଶୁଣିବାକୁ ମିଳିଲା, ଯୋଉଟା ଯେ କଳା ଥବ ଖଡ଼ିଆ ନବ ସେ ପାରା ଯାହା ଉଡ଼ିବେ ଏ ପାରା ଆସିବେ। ଏ ଖଡ଼ିଆଟା ଚଏସ୍ କରିବେ ନାହିଁ। ଏଇ ଯୋଉ ଖଡ଼ିଆ ଅଛି ମାନେ ଦେଖନ୍ତୁ, ନାଲି ଚାମଡ଼ା। ଲାଲ ତାମ୍ବଡ଼ା ଯୋଉଟା ଓଡ଼ିଶାରେ ଲାଲ ତାମ୍ବଡ଼ା କରି ଶିଖୁଛନ୍ତି। ଦେଖନ୍ତୁ ଦେଖନ୍ତୁ ଏଇ ଜିନିଷ କଳା ଛିଟ ଓଡ଼ିଶାରେ, ଏଇ ଜିନିଷଟା ଓଡ଼ିଶାରେ ଚଏସ୍ କରିବେ। ଦେଖେଇବେ ତ ଗ୍ରୁପରେ ମୁଁ ଜାଣିବି ଯେ ନାହିଁ। ଦେଖନ୍ତୁ ଲାଞ୍ଜ ସାଙ୍ଗରେ ଫରସ ସମାନ, ଏସବୁ ଦେଶୀ ଲୋକ ପାଇଗଲାଣି। ଲାଞ୍ଜରେ ବି କଳା ତାଙ୍କ ଛିଟ। ପାଖରେ ଆଜି ଯାକେ ସେଇଠି ରଖିଛନ୍ତି, ଆଖି ଟିକେ ସବୁ କରେଇଛନ୍ତି, ସେ ଆଖିଟା ଦେଖିବେ। ଦେଖନ୍ତୁ ଓରିଜିନାଲ ଦେଶୀ ପାରାର ଅଂଶ କ'ଣ ଲାଲ ତାମ୍ବଡ଼ା ଦେଖନ୍ତୁ। ଦେଖନ୍ତୁ ତା ଆଖି ଦେଖନ୍ତୁ,
ତାର ଯୋଉ ଛିଟ ଅଛି ତା ବଡିରେ ଇଏ କ'ଣ କହିଲେ ଇଏ ଆମର ନୀଳା ନହେଲେ ଚୌପାର ଇଏ କାଳ ପ୍ୟାଚ୍ ଅଛି। ନୀଳା ଚୌପାର ଜିନିଷ କାଢ଼ିବ, ନୀଳା ଚୌପାର ଏଇ ଜିନିଷଟା କାଢ଼ିବାର ସାରା ଦେଖନ୍ତୁ ଏଇ ଜନ୍ତୁ ଯୋଉଠି ଦେଖିବ ଯୋଉଟା ବାହାରେ କହୁଛନ୍ତି ଦୌଡ଼ିକି ହାତ ନ ଲଗେଇକି ଦେଖନ୍ତୁ ପାରର ଟେଷ୍ଟ କ'ଣ କ'ଣ ଦେଖନ୍ତୁ ସିଏ କରିବାକୁ ମୋତେ ଚାନ୍ସ କରିବେ, ସେଇ ପାଶରେ ଲାଗିବେ ଉଡ଼ିବେ